ଦଶମ ଅଧ୍ୟାୟ ବିଦ୍ୟାପତିଙ୍କ ଦ୍ୱାରା ନୀଳମାଧବଙ୍କ ରୂପ ବର୍ଣ୍ଣନ, ଇନ୍ଦ୍ରଦ୍ୟୁମ୍ନଙ୍କ ସେବା ଅଭିଳାଷ, ସହସା ନାରଦଙ୍କ ଆଗମନ ଓ ଭକ୍ତି, ଭକ୍ତ ଲକ୍ଷଣ ନିରୂପଣ। ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କୁ ପଚାରିଲେ, ହେ ବିପ୍ରବର, ଆପଣ ତ ପୂର୍ବରୁ କେବେ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇନଥିଲେ। ସେ କ୍ଷେତ୍ର ବିଷୟରେ ଏତେ ବିସ୍ତୃତ କଥା ଜାଣିପାରିଲେ କିପରି? ମୋ ଆଗରେ ପ୍ରକାଶ କରି ମୋର ଶଙ୍କା ଦୂର କରନ୍ତୁ। ବିଦ୍ୟାପତି ଉତ୍ତର ଦେଲେ, ହେ ରାଜନ୍, ମୁଁ ଥରୁଟିଏ ମାତ୍ର ସେ କ୍ଷେତ୍ରକୁ ଯାଇ କ୍ଷେତ୍ର ବିଷୟରେ ଯେଉଁ କଥା କହୁଛି ତାହା ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ମୁଁ ସନ୍ଧ୍ୟା ସମୟରେ ନୀଳାଚଳରେ ପହଞ୍ଚି କାଳ ବିଳମ୍ବ ନ କରି ମାଧବଙ୍କ ଦର୍ଶନ କରିବାକୁ ଗଲି। ମନ୍ଦ ମନ୍ଦ ବାୟୁ ବହୁଥାଏ, ଚାରିଆଡ଼େ ଦିବ୍ୟ ଗନ୍ଧରେ ପୂରି ଉଠିଥାଏ। ଆକାଶରୁ କିଏ ଯେପରି କହୁଥାଏ, ଯାଅ ଯାଅ। ସେହି ଶବ୍ଦ ଶୁଣି ମୋତେ ବହୁତ ଆନନ୍ଦ ଲାଗିଲା। ସେତିକିବେଳେ ଦେବତାମାନେ ଆକାଶରୁ ପୁଷ୍ପ ବୃଷ୍ଟି କଲେ। ସମସ୍ତ ନୀଳାଚଳ ପୁଷ୍ପରେ ଛାଇ ହୋଇଗଲା। କ୍ରମଶଃ ଦେବତାଗଣ ସେଠାରେ ଆସି ପହଞ୍ଚିଗଲେ। ଅପୂର୍ବ ଗୀତ ବାଦ୍ୟଧ୍ୱନି ପରିବେଶକୁ ମଧୁମୟ କରି ପକାଇଲା। ଦେବତାମାନେ ପ୍ରଭୁଙ୍କ ନିମନ୍ତେ ଅନେକ ଉପଚାର ଦ୍ରବ୍ୟ ସାଙ୍ଗରେ ଆଣିଥିଲେ। ଏହି ଉପଚାର ମନୁଷ୍ୟମାନଙ୍କ ପ୍ରତି ଅତ୍ୟନ୍ତ ଦୁର୍ଲଭ ଅଟେ। ଦେବତାମାନେ ନୀଳମାଧବଙ୍କୁ ପୂଜା ଅର୍ଚ୍ଚନା କରିସାରି ଅନେକ ସ୍ତୁତି ଗାନ କରି ସ୍ୱର୍ଗକୁ ଫେରିଗଲେ। ସେମାନେ ଗଲା ପରେ ମୋର ବନ୍ଧୁ ଶବର ବିଶ୍ୱାବସୁ ପ୍ରଭୁଙ୍କୁ ନିବେଦିତ ଖାଦ୍ୟପଦାର୍ଥ ଓ ମାଳା ଆଣି ମୋତେ ଉପହାର ସ୍ୱରୂପ ପ୍ରଦାନ କଲେ। ଏପର୍ଯ୍ୟନ୍ତ ଏହି ମାଳା ଅମ୍ଳାନ ରହିଛି। ଏହାର ମୂଲ୍ୟ ମଧ୍ୟ ନିରୂପଣ କରାଯାଇ ପାରିବ ନାହିଁ। ଏହାପରେ ନୀଳାଚଳ କ୍ଷେତ୍ର ମହିମା ବର୍ଣ୍ଣନ କରୁଛି, ଶୁଣନ୍ତୁ। ସେହି କ୍ଷେତ୍ର ଅପୂର୍ବ ଶିଳ୍ପ ନୈପୁଣ୍ୟରେ ପରିପୂର୍ଣ୍ଣ। ତାହାର ବର୍ଣ୍ଣନା ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। ହେ ମହାରାଜ, ଆପଣଙ୍କ ପୁଣ୍ୟବଳ ଥିବାରୁ ମୁଁ ନୀଳଗିରିକୁ ଯାଇ ଏହି କ୍ଷେତ୍ର ଦେଖିବାର ସୌଭାଗ୍ୟ ଲାଭ କରିଛି। ଯାହା ଦେଖିଛି ତାହା ଆପଣଙ୍କ ଆଗରେ ବର୍ଣ୍ଣନା କରୁଛି। କ୍ଷେତ୍ରର ଚତୁଃପାର୍ଶ୍ୱ ଘଞ୍ଚ କାନନ ପରିବେଷ୍ଟିତ। ଏହାର ମଧ୍ୟଭାଗରେ କ୍ଷେତ୍ରର ନାଭି ସଦୃଶ ସୁନ୍ଦର ନୀଳଗିରି ପର୍ବତ ବିଦ୍ୟମାନ। ଏହାର ବିସ୍ତାର 5 କ୍ରୋଶ ପର୍ଯ୍ୟନ୍ତ। ତୀର୍ଥରାଜ ମହୋଦଧି କୂଳରେ ସ୍ୱର୍ଣ୍ଣ ବାଲୁକା ଆବୃତ ଏହି କ୍ଷେତ୍ର ଅତ୍ୟନ୍ତ ମନୋରମ ଅଟେ। ନୀଳପର୍ବତର ଶୃଙ୍ଗରେ 1 କ୍ରୋଶ ପରିବ୍ୟାପ୍ତ କଳ୍ପସ୍ଥାୟୀ ବଟବୃକ୍ଷ ରହିଛି। ଅତୀବ ପୁରାତନ ହେଲେ ମଧ୍ୟ ଏଥିରେ ଫଳ ବା ପୁଷ୍ପ ହୁଏ ନାହିଁ। ସୂର୍ଯ୍ୟଙ୍କ ଚଳନ ଅନୁସାରେ ମଧ୍ୟ ଏହି ବୃକ୍ଷର ଛାୟାର ବ୍ୟତିକ୍ରମ ହୁଏ ନାହିଁ। ଏହି ବୃକ୍ଷ ହରିଙ୍କ ଶରୀର ଭଳି। ବଟବୃକ୍ଷର ପୃଷ୍ଠଭାଗରେ ରୋହିଣୀ କୁଣ୍ଡ ବିଦ୍ୟମାନ। କୁଣ୍ଡର ସୋପାନ ନୀଳକାନ୍ତ ପ୍ରସ୍ତର ନିର୍ମିତ। କୁଣ୍ଡର ନିମ୍ନ ଦେଶ ଯାଏ ପାବଚ୍ଛ ଶ୍ରେଣୀ ଲମ୍ବିଛି। କୁଣ୍ଡର ଉପର ଚତୁଃପାର୍ଶ୍ୱରେ ସ୍ଫଟିକ ବେଦୀ ରହିଛି। କୁଣ୍ଡର ଜଳ ସ୍ପର୍ଶ କଲେ ସମସ୍ତ ପାପ ଦୂର ହୋଇଯାଏ। କୁଣ୍ଡର ପାର୍ଶ୍ୱ ବଟର ଛାୟା ଅତ୍ୟନ୍ତ ସୁଶୀତଳ। ରୋହିଣୀ କୁଣ୍ଡର ପୂର୍ବ ପଟକୁ ବେଦୀର ମଧ୍ୟଭାଗରେ ସ୍ୱର୍ଣ୍ଣପଦ୍ମ ଉପରେ 81 ଅଙ୍ଗୁଳ ବିଶିଷ୍ଟ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଇନ୍ଦ୍ର ନୀଳକାନ୍ତ ମଣି ବିଗ୍ରହ ମହାପ୍ରଭୁ ନୀଳାଦ୍ରିନାଥ ଅବସ୍ଥାନ କରନ୍ତି। ତାଙ୍କର ଲଲାଟର ଶୋଭା ଅଷ୍ଟମୀ ଚନ୍ଦ୍ରକୁ ପରାଜିତ କରେ। ନେତ୍ର ନୀଳକୁମୁଦ ଠାରୁ ମଧ୍ୟ ଅଧିକ ସୁନ୍ଦର। ମୁଖଚନ୍ଦ୍ର ଦର୍ଶନରେ ତ୍ରିତାପ ଶାନ୍ତି ହୋଇଯାଏ। ନାସାଦ୍ୱୟ ତିଳ ପୁଷ୍ପ ପରି ସୁଶୋଭିତ। ରଙ୍ଗିମ ଅଧର ସାଗରର ଗର୍ଭକୁ ଚୂନା କରିଦିଏ। ସର୍ବଦା ଅଧର ହାସ୍ୟରେ ବିକଶିତ। ଗଣ୍ଡ ଯୁଗଳର ନିମ୍ନ ଭାଗ ଅତି ସୁଶୋଭନ ଦିଶେ। ଚିବୁକର ଶୋଭା ପ୍ରତ୍ୟକ୍ଷ ମନକୁ ଆକର୍ଷିତ କରେ। ଓଷ୍ଠଦ୍ୱୟର ପ୍ରାନ୍ତ ଭାଗର ଅପୂର୍ବ ଗଠନ ଦର୍ଶକର ମନକୁ ମୋହି ଦିଏ। କର୍ଣ୍ଣରେ ମକର କୁଣ୍ଡଳ ଓ ଗଳା ସୁନିର୍ମଳ ମାଳାରେ ସୁଶୋଭିତ। ହସ୍ତରେ ଦକ୍ଷିଣାବର୍ତ୍ତ ଶଙ୍ଖ, ଗଳାରେ ଦିବ୍ୟ କୌସ୍ତୁଭ ମଣି, ଗଭୀର ନାଭି ହୃଦୟରେ ସୂକ୍ଷ୍ମ ରୋମାବଳୀ, ପିନାୟତ ସ୍କନ୍ଧ ଯୁଗଳ, ଆଜାନୁଲମ୍ବିତ ବାହୁ, କଟିଦେଶରେ କାଞ୍ଚିଧାମ ମୁକ୍ତାର କିଙ୍କିଣୀ ଏବଂ ଜାନୁଦ୍ୱୟ ସ୍ତମ୍ଭ ପରି ଶୋଭା ପାଉଥାଏ। କଙ୍କଣ କେଉର ମୁକୁଟ ମଣ୍ଡିତ ମହାପ୍ରଭୁ ସ୍ଥାଣୁ ବୃକ୍ଷ ପରି ପ୍ରତୀତ ହେଉଥାନ୍ତି। ଚାରିହସ୍ତରେ ଶଙ୍ଖଚକ୍ର ଗଦା ଓ ପଦ୍ମ ଶୋଭା ପାଏ। ତାହାଙ୍କ ଦର୍ଶନରେ ଜୀବନ୍ମୁକ୍ତ ହୋଇ ଜୀବର ସମସ୍ତ ବନ୍ଧନ ଫିଟିଯାଏ। ପ୍ରଭୁଙ୍କ ବାମପାର୍ଶ୍ୱରେ କ୍ଷୀରାବ୍ଧି ତନୟା, ଦିବ୍ୟ ଅଳଙ୍କାରରେ ଭୂଷିତା, ପଦ୍ମହସ୍ତା ମା ମହାଲକ୍ଷ୍ମୀ ନାରାୟଣଙ୍କୁ ଆଲିଙ୍ଗନ କରି ରହିଛନ୍ତି। ଅନ୍ୟ ହସ୍ତରେ ବୀଣା ଧରି ବାଦନ କରୁଥିବା ବେଳେ ଭଗବାନଙ୍କ ମୁଖକୁ ଅନାଇ ରହିଛନ୍ତି। ଜଗତର ପିତା ନାରାୟଣ ସାଗର ତୁଲଣୀଙ୍କୁ ସାଙ୍ଗରେ ଧରି ସ୍ମିତ ହାସ୍ୟପୂର୍ଣ୍ଣ ମୁଖରେ ନୀଳାଚଳରେ ମୌନ ହୋଇ ବସି ଦର୍ଶନାର୍ଥୀଙ୍କୁ ଧନ୍ୟ କରୁଛନ୍ତି। ନାଗରାଜ ଅନନ୍ତ ତାଙ୍କ ସହସ୍ର ଫଣାକୁ ଛତ୍ରାକର କରି ଶ୍ରୀ ପୁରୁଷୋତ୍ତମଙ୍କ ପଛପଟେ ରହିଛନ୍ତି ଓ ସମ୍ମୁଖରେ ଚକ୍ରରାଜ ସୁଦର୍ଶନ ଓ ତାଙ୍କ ପଛକୁ ବିନତା ନନ୍ଦନ ଗରୁଡ଼ ପ୍ରଭୁଙ୍କ ଦର୍ଶନ ନିମନ୍ତେ କର ଯୋଡ଼ି ଉଭା ହୋଇଛନ୍ତି।
ନାରାୟଣଙ୍କ ଏ ଅଦ୍ଭୁତ ରୂପକୁ ଦେଖିଲେ ମନ ଲାଗି ରହେ। ଦର୍ଶକ କୃତାର୍ଥ ହୋଇଯାଏ। ଚିତ୍ତ ଯେପରି ରଜ୍ଜୁରେ ଆକର୍ଷିତ ହୋଇ ପ୍ରଭୁଙ୍କୁ ପାଇବା ନିମନ୍ତେ ଧାବିତ ହୁଏ, ମନୁଷ୍ୟ ସେହିପରି ପୂର୍ବ ଜନ୍ମର ସଞ୍ଚିତ ପୁଣ୍ୟଫଳ ଯୋଗୁଁ ପ୍ରଭୁଙ୍କ ଦର୍ଶନ କରିବାରେ ସମର୍ଥ ହୋଇପାରେ। ଯାଗ ଯଜ୍ଞ ବେଦପାଠ ତପ ବ୍ରତ ଆଦି ଆଚରଣ କଲେ ମଧ୍ୟ ପ୍ରଭୁଙ୍କ ଦର୍ଶନ ମିଳେ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ନିର୍ମଳ ହୃଦୟରେ ନୀଳମାଧବଙ୍କୁ ଧ୍ୟାନ କରି ତାର ସଂସାର ବନ୍ଧନ ଶିଥିଳ ହୋଇଯାଏ ଓ ସିଏ ବୈକୁଣ୍ଠରେ ନିଶ୍ଚିତ ଭାବରେ ସ୍ଥାନ ପାଏ। ଶାସ୍ତ୍ରରେ ମନୁଷ୍ୟର କର୍ମଫଳ ବିଷୟ ବର୍ଣ୍ଣିତ ହୋଇଛି। ଯେପରି କାଚ ସହ ମଣିଷକୁ ତୁଳନା କରାଯାଇ ପାରେ ନାହିଁ, ଠିକ୍ ସେହିପରି କର୍ମଫଳ ସହ ହରି ଦର୍ଶନ ତୁଳନୀୟ ନୁହେଁ। ବିଷ୍ଣୁ ଦର୍ଶନ ଫଳରେ 1% କର୍ମଫଳ ଭୋଗଠାରୁ ମଧ୍ୟ ଅଧିକ ରହିଛି। ଯେଉଁ ବ୍ୟକ୍ତି ନୀଳାଦ୍ରୀଶଙ୍କୁ ଦର୍ଶନ କରିଛି, ସେହି ବ୍ୟକ୍ତି ସହସ୍ର ଯଜ୍ଞର ଅଧିକାରୀ, ଦାତା, ସତ୍ୟବାଦୀ ଓ ଧର୍ମଚାରୀ ରୂପେ ପରିଗଣିତ ହୁଏ। ହେ ରାଜନ୍, ମହାପ୍ରଭୁଙ୍କ ସେବାକାରୀମାନଙ୍କ ଠାରୁ ମୁଁ ସକଳ ବୃତ୍ତାନ୍ତ ଶୁଣିଛି। ଆପଣଙ୍କ ଆଜ୍ଞା ପାଳନ କରି ମୁଁ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ କ୍ଷେତ୍ରର ଦର୍ଶନ ସହ ସମସ୍ତ ବୃତ୍ତାନ୍ତ ଆପଣଙ୍କ ସମ୍ମୁଖରେ ବର୍ଣ୍ଣନା କଲି। ଏବେ ଆପଣ ଯାହା ଠିକ୍ ମନେ କରିବେ ତାହା ହିଁ କରିବେ। ବିଦ୍ୟାପତିଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ବିପ୍ର,